ମୁଁ ପଚାରିବାକୁ ଚାହେଁ ସେ ଯେଉଁ ରାଜ୍ୟକୁ ଯାଉଛନ୍ତି ଭାରତୀୟ ଜନତା ପାର୍ଟି ସେଇ ରାଜ୍ୟରେ କହୁଛନ୍ତି ଆମେ ଏଇ ରାଜ୍ୟକୁ ନମ୍ବର 1 କରିବୁ। ନିର୍ବାଚନ ଯେନେ ତେନେ ଉପାରେ ଜିତିଗଲେ ଯେ ସମସ୍ତଙ୍କର ସମର୍ଥନ ମିଳିଯାଏ ସେଇଟା ତାଙ୍କର ଗୋଟେ ଦିବା ସ୍ୱପ୍ନ। କେନ୍ଦ୍ରୀୟ ଦଳ ବା ଦିଲ୍ଲୀ ନେତୃତ୍ୱର ବିନା ପରାମର୍ଶରେ କିଛି କାମ କରିପାରିବେ ନାହିଁ। ମୁଁ ପଚାରିବାକୁ ଚାହେଁ ସେ ଯେଉଁ ରାଜ୍ୟକୁ ଯାଉଛନ୍ତି ଭାରତୀୟ ଜନତା ପାର୍ଟି ସେଇ ରାଜ୍ୟରେ କହୁଛନ୍ତି ଆମେ ଏଇ ରାଜ୍ୟକୁ ନମ୍ବର 1 କରିବୁ। ତାଙ୍କର ଦିଲ୍ଲୀ ଯାହା କହିବ ସେ ଏଇଠି କରିବେ। ସେ ନିଜର ପ୍ରଭୁତ୍ୱ ନାହିଁ, କର୍ତ୍ତୃତ୍ୱ ନାହିଁ। ଆଗରୁ ତ ଗୁଜରାଟକୁ ନମ୍ବର 1 କରିଛନ୍ତି, ଉତ୍ତରପ୍ରଦେଶକୁ ନମ୍ବର 1 କରିଛନ୍ତି, ବିହାରକୁ ତ ନମ୍ବର 1 କରିଛନ୍ତି। ଓଡ଼ିଶା ଆସିଥିଲେ କହିକି ଯାଇଥିଲେ ନମ୍ବର 1 କରିବୁ। ଏବେ ପଶ୍ଚିମବଙ୍ଗଳା ଗଲେ କହିଲେ ନମ୍ବର 1 କରିବୁ। ଆପଣ ଯଦି ସଂଖ୍ୟାର ଗଣିତରେ କହିବେ ବା କିଛି ନେତାଙ୍କୁ ତାଙ୍କ ଦଳକୁ ନେଇଗଲେ ସେଇଟା ହିଁ ଗୋଟେ ମାନେ ମାପକାଠି ହେଇଯିବ। ସେଟା ତାଙ୍କର ନମ୍ବର 1ଟା କିଏ ସେଇଟା ଟିକେ ହିସାବ ଦେବେ କି? ଏବଂ ଗୋଟିଏ ଟଙ୍କା କେଉଁ ରାଜ୍ୟକୁ ଅଧିକା ଦେଇପାରିବାର କ୍ଷମତା ସେତେବେଳେ ସୋସିଆଲ ମିଡ଼ିଆରେ ଆମ ପ୍ରତି ଆମର କେଉଁଠି ଭୁଲ ଥିଲା କି ଠିକ୍ ଥିଲା ଦୋସରା କଥା। ଏବଂ ଠିକ୍ ଥିଲେ ବି କେବଳ ଗାଳି ଛଡ଼ା କିଛି ପଡ଼ୁନଥିଲା। ଯେଉଁ ଦଳ ଥିବ ସେ ଅଟୋମେଟିକ୍ ଶକ୍ତିଶାଳୀ ହେବ। ତେଣୁ ବିଜୁ ଜନତା ଦଳ କମୁଛି ବୋଲି ଯେଉଁମାନେ କହୁଛନ୍ତି ଆପଣ ଏତିକି ସିମ୍ପାଥି ପାଉଛନ୍ତି ବର୍ତ୍ତମାନ ବିଜୁ ଜନତା ଦଳ। ନିର୍ବାଚନ ଯେନେ ତେନେ ଉପାରେ ଜିତିଗଲେ ଯେ ସମସ୍ତଙ୍କର ସମର୍ଥନ ମିଳିଯାଏ ସେଇଟା ତାଙ୍କର ଗୋଟେ ଦିବା ସ୍ୱପ୍ନ। ଏବେ ଆମର ସୋସିଆଲ ମିଡ଼ିଆ ଦେଖିଲା ବେଳକୁ ତାଙ୍କର ଟୋଲ ଆର୍ମିକି ଛାଡ଼ିଦେଲେ 80-90% ଲୋକଙ୍କର ଶୁଭେଚ୍ଛା ଏବଂ ଆଶୀର୍ବାଦ କେବଳ ମିଳୁଛି। ଆଞ୍ଚଳିକ ଦଳମାନେ ଯେତେବେଳେ କ୍ଷମତାକୁ ଆସନ୍ତି ବା ସେ ଦଳ ଯାହା କାର୍ଯ୍ୟକ୍ରମ କରେ ସେ ତାଙ୍କେ ନିଜେ ନିଜର ବସ୍। କିନ୍ତୁ ବିଭିନ୍ନ ରାଜ୍ୟରେ ଯେତେବେଳେ ଆଞ୍ଚଳିକ ଦଳ ସାଥିରେ ସେଇ ରାଜ୍ୟର ଲୋକମାନଙ୍କର ଗୋଟେ ଭାବପ୍ରବଣତା ଅଛି ବା ଭାବପ୍ରବଣ ସମ୍ପର୍କ ଅଛି।